ଆଜି ହଉଛି ଶ୍ରୀ ନୀଳାଚଳ ନିଖୋଳୋତ୍କଳ ପାଲା ଗାୟକ ପରିଷଦର 47ତମ ବାର୍ଷିକ ସମ୍ମିଳନୀ। ତେଣୁ 47 ବର୍ଷ ଧରି ଏ ସମ୍ମିଳନୀ ହେଇ ଆସୁଛି। ତେଣୁ ପାଲାକୁ ଆମେ ସମସ୍ତେ ଏକ ବିଦଗ୍ଧ କଳା ବୋଲି ଚାହୁଁ। ପାଲା ଏକ କ୍ରାନ୍ତି, ସାହିତ୍ୟ ପାଇଁ, ସଂସ୍କୃତି ପାଇଁ, ଆମ ଭାଷା ପାଇଁ ପାଲା ଏକ ଲଢ଼େଇ। ସାମ୍ପ୍ରତିକ ସମୟରେ ଯେପରି ଭାବରେ ଆମେ ଆଧ୍ୟାତ୍ମିକତା ପ୍ରତି, ସାହିତ୍ୟ ପ୍ରତି, ସଂସ୍କୃତି ପ୍ରତି ବିମୁଖ, ଏଇ ଅବସରରେ ପାଲାକାରଙ୍କର ଏକ ଯଥେଷ୍ଟ ଅବଦାନ ରହିଛି। ଆଉ ବାରମ୍ବାର ଆମେ ଭିନ୍ନ ଭିନ୍ନ ଜାଗାରେ ସମ୍ମିଳନୀ କରୁ। ସେ ଆଞ୍ଚଳିକ ଲୋକମାନେ ପ୍ରଭାବିତ ହୁଅନ୍ତୁ, ପାଲାକାରଙ୍କ ସଂସ୍ପର୍ଶରେ ଆସନ୍ତୁ। ଆଉ ସତ୍ୟନାରାୟଣ ଉପାସନାକୁ ଲକ୍ଷ୍ୟ କରି ପାଲାର ସୃଷ୍ଟି। ଯେଉଁ ସତ୍ୟନାରାୟଣ ଉପାସନା ସତ୍ୟ ଯୁଗରୁ ଅଛି, ଆଉ ସ୍କନ୍ଦ ପୁରାଣରେ ମଧ୍ୟ ସତ୍ୟନାରାୟଣ ଉପାସନା ଅଛି। ସେଥିପାଇଁ ଆମେ ସମାଜକୁ ବାର୍ତ୍ତା ଦେଉ ଯେ ଆମ ଭାଷା, ଆମ ସାହିତ୍ୟ, ଆମ ସଂସ୍କୃତି, ଆମ ଆଧ୍ୟାତ୍ମିକତାକୁ ଆମେ ବଞ୍ଚେଇ ରଖିବା। ଆଦୌ ମୁଁ ତ ଏହାର ସପକ୍ଷରେ ନାହିଁ ପାଲା ହଜି ଯାଉଛି ବୋଲି, ବରଂ ବହୁତ ଶିକ୍ଷିତ ପିଲାମାନଙ୍କର ପାଲା ଭିତରେ ଆସିବା ହଉଛି। ଆଉ ଆମେ ମାନେ ଚାହୁଁଛୁ ତା ପାଇଁ ମଧ୍ୟ ଭିନ୍ନ ଭିନ୍ନ ନୂଆ ନୂଆ ଉଦ୍ୟମ କରାଯାଉଛି ଯେ ପାଲାକୁ କେମିତି ଦେଶ ବିଦେଶରେ ପ୍ରଚାର କରିବା ପାଇଁ ଭିନ୍ନ ଭିନ୍ନ ଭାଷାରେ। ତେଣୁ ଆମେ ତା ପାଇଁ ଲଢ଼େଇ କରୁଛୁ ନିହାତି ଭାବରେ, ଆଉ ଟିକେ ଆଗକୁ ଯିବା ପାଇଁ। ଅବଶ୍ୟ କଷ୍ଟ ହେଲେ ମଧ୍ୟ ଆମେ ଲଢ଼େଇ କରୁଛୁ। ଆମ ପରିଷଦ ଶ୍ରୀ ନୀଳାଚଳ ନିଖୋଳୋତ୍କଳ ପାଲା ଗାୟକ ପରିଷଦ ଯେବେଠାରୁ ଆରମ୍ଭ ହେଲାଣି 47 ବର୍ଷ ଧରି, ଆମେ ଏଯାବତ ପୁରୀରେ ବଡ଼ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ଚରଣାଶ୍ରିତ ହୋଇ ଏଯାଏ ସମ୍ମିଳନୀ କରିପାରିନଥିଲୁ। ଏହା ଜଗନ୍ନାଥଙ୍କର ଡାକରା ବୋଲି କହିଲେ ଅତ୍ୟୁକ୍ତି ହେବନି। ପଦ୍ମଶ୍ରୀ ବାବା ବଳିଆଙ୍କର ଏକ ଉଦ୍ଦେଶ୍ୟ ଥିଲା ଥରେ ପୁରୀରେ ସମ୍ମିଳନୀ ହେବ, ତାହାର ଏକ ସଫଳ ରୂପାୟନ ଆଜି ଆପଣମାନେ ଯାହା ଦେଖୁଛନ୍ତି। ବର୍ତ୍ତମାନ ଯୁଗରେ ପାଲା ପାଲାକୁ ଆଧୁନିକ ସୋସିଆଲ ମିଡିଆ ସମୟରେ ମଧ୍ୟ ଆପଣମାନେ ଏ ପାଲାକୁ ବଞ୍ଚାଇ ରଖିଛନ୍ତି। ହଁ, ଆମେ ସାଧାରଣ ଭାବରେ ପୁଅର ଚତୁର୍ଥୀ କର୍ମ କଲାବେଳେ, ବିଶେଷଣ କଲାବେଳେ ଟିକେ ଆମିଷ, ମଟନ ଫଟନ ଇତ୍ୟାଦି କରନ୍ତି। କିନ୍ତୁ ଘରେ ଯେତେବେଳେ ଯଜ୍ଞାଦି କର୍ମ କରନ୍ତି ସେତେବେଳେ ଆମେ ଅରୁଆ ଡାଲମା ଖାଆନ୍ତି ନା। ତେଣୁ ପାଲା ମହାପ୍ରଭୁଙ୍କର ଗୁଣଗାନ, ଅରୁଆ ଡାଲମା। ତେଣୁ ଅରୁଆ ଡାଲମା କେତେବେଳେ ବୁଡ଼ିନି କି ବୁଡ଼ିବନି ନା। ନିଶ୍ଚିତ ପାଲା ସଂସ୍କୃତି ଥିଲା, ପାଲା ସଂସ୍କୃତି ଅଛି, ପାଲା ସଂସ୍କୃତିର ପାଲା ସଂସ୍କୃତି ଜନାଦୃତ ନଥିଲା, ନୁହେଁ ଥିଲା। ମଧ୍ୟବର୍ତ୍ତୀ କାଳୀନ ଯେତେବେଳେ ଟେକ୍ନିକାଲ ଦୁନିଆ, ମିଡିଆ ଇତ୍ୟାଦି ସବୁ ଆସିଲା, ଆମର ଟିଭି କୁହନ୍ତୁ କି ସିଡି, ଭିସିଡି, ତାପରେ ମୋବାଇଲ ଇତ୍ୟାଦି, ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକ ଟିକେ ବିମୁଖ ଥିଲେ। କିନ୍ତୁ ସେଇ ଟିଭି ଜରିଆରେ ବା ସେଇ ମୋବାଇଲ ଜରିଆରେ ପାଲାକାର ମାନେ ନିଜର କର୍ମକୁ ଯେତେବେଳେ ବଜାୟ ରଖିଲେ ଏବଂ ପାଲାର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଏବଂ ସାହିତ୍ୟିକ, ସାମାଜିକ, ଲୌକିକ ଯାବତୀୟ ଶିକ୍ଷା ପାଲା ଭିତରେ ଅଛି, ତାହା ଲୋକଲୋଚନକୁ ଗଲା। ବର୍ତ୍ତମାନ ପାଲା ପୁଣି ଥରେ ଫେରି ଫେରି ଆସି ନିଶ୍ଚିତ ଭାବରେ ସଂସ୍କୃତିକୁ ବଜାୟ ରଖିବାକୁ ଅଗ୍ରସର ହେଇସାରିଛି।